ସାହାଯ୍ୟ କର। ତୁମେ ଆରମ୍ଭ କର ଏବଂ ସମାପ୍ତି ପର୍ଯ୍ୟନ୍ତ ତୁମର ଉପସ୍ଥିତି ଦ୍ୱାରା ସବୁ କାର୍ଯ୍ୟ ହେବାକୁ ଦିଅ। ଯୀଶୁଙ୍କ ନାମରେ ଏତିକି ପ୍ରାର୍ଥନା କଲି ତ ଆମେନ୍। ହାଲେଲୁୟା ହାଲେଲୁୟା। ଅଳ୍ପ ସମୟ ଆମେ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା ଯେ ପ୍ରକୃତରେ ଗୋଟିଏ ବିଶ୍ୱାସୀ କେମିତି ଆଉ କିପରି ହେବା ଦରକାର। 15-20 ମିନିଟ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା, ତାପରେ ଆମେ ସଭ୍ୟ ଭାବରେ ଗ୍ରହଣ କରିବାକୁ ଯିବା। ଆଜିର ଧ୍ୟାନ ନିମନ୍ତେ ପ୍ରେରିତ ପୁସ୍ତକ 2 ଅଧ୍ୟାୟର 36, 37, 38 ପଦ ମୁଁ ଅଧ୍ୟୟନ କରୁଛି। ଆମେ ସମସ୍ତେ ଧ୍ୟାନ ଦେବା। ସେଠି ଏପରି ଲେଖା ଅଛି, ଅତଏବ ସମସ୍ତ ଇସ୍ରାଏଲ କୁଳ ନିଶ୍ଚୟ ଜାଣନ୍ତୁ ଯେ ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବଧ କଲେ, ତାହାଙ୍କୁ ଈଶ୍ୱର ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି। ଏହି କଥା ଶୁଣି ସେମାନଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା। ପୁଣି ସେମାନେ ପିତର ଓ ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ, ଭାଇମାନେ, ଆମ୍ଭେମାନେ କଣ କରିବା? ତେଣୁ ପିତର ସେମାନଙ୍କୁ କହିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ। ତାହା ହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ। ପ୍ରଭୁ ପଠିତ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପ୍ରିୟ ମଣ୍ଡଳୀ, ପୁଣି ଆଜି ଦୁବିତ ହେଇଥିବା ଭଉଣୀମାନେ, ଦିନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ପରେ ପେଣ୍ଟିକଷ୍ଟ ଦିବସ ଦିନ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ବାକ୍ୟ ପ୍ରଚାର କରୁ କରୁ ପିତର କହିଲେ, ହେ ଭାଇମାନେ, ଆପଣମାନେ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶରେ ହତ କରି ମୃତ୍ୟୁବରଣ କରି ଅଛନ୍ତି। ଧ୍ୟାନ ଦେବେ। ଆପଣମାନେ, ପ୍ରଶ୍ନ ଉଠୁଛି ଯେ ପ୍ରକୃତରେ ସେଠି ଥିବା ଲୋକମାନେ ଯୀଶୁଙ୍କୁ ମାରିଥିଲେ କି? ଏଟା ପ୍ରଶ୍ନ। କିନ୍ତୁ ଯେଉଁମାନେ ମୃତ୍ୟୁ ବରଣ ପାଇଁ ଦାୟୀ ନୁହନ୍ତି, ଯେଉଁମାନେ ଯୀଶୁଙ୍କୁ କଣ୍ଟା ମାରି ନାହାନ୍ତି, ଯେଉଁମାନେ ଯୀଶୁଙ୍କୁ କଣ୍ଟାର ମୁକୁଟ ପିନ୍ଧେଇ ନାହାନ୍ତି, ଆଉ ଯେଉଁମାନେ ଯୀଶୁଙ୍କୁ କ୍ରୁଶରେ ଚଢେଇ ନାହାନ୍ତି, ଏସବୁ କରିବା ଲୋକମାନେ ସୈନିକ ମାନେ ଥିଲେ। ତଥାପି ପିତର ସୈନିକ ମାନଙ୍କୁ ଦୋଷ ନ ଦେଇ ଲୋକମାନଙ୍କୁ ଦୋଷ ଦଉଛନ୍ତି। କାରଣ ଏମାନେ ଆମମାନଙ୍କର ପରିତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର ଦାୟୀ। ଯେହେତୁ ଏମାନେ ଚିଲେଇଲେ ଏବଂ ଅଭିଯୋଗ କଲେ ଯେ ଯୀଶୁଙ୍କର ଆମର ଆବଶ୍ୟକତା ନାହିଁ, ବରଂ ତାଙ୍କୁ କ୍ରୁଶରେ ଚଢାଅ। ଯେଉଁମାନେ ଲିଡରସିପ ନେଇଥିଲେ ସେମାନଙ୍କ ସହିତ ଏମାନେ ସହଯୋଗ କରିଥିବାରୁ ଏମାନେ ମଧ୍ୟ ଯୀଶୁଙ୍କ ମୃତ୍ୟୁର ଦାୟୀ ଅଟନ୍ତି। ତେଣୁ ପ୍ରିୟ ଭାଇ ଭଉଣୀ ମାନେ, ପ୍ରିୟ ମଣ୍ଡଳୀ, ମନେ ରଖିବା ଦରକାର ଯେ ଆକ୍ଷରିକ ଭାବେ ଆମେ ଜଣକ ପାଇଁ ମୃତ୍ୟୁର ଦାୟୀ ହେଇ ନ ପାରୁ, ତଥାପି ଯଦି ମୃତ୍ୟୁ ନିମନ୍ତେ ସହଯୋଗ କରୁଛୁ, ସେ ମୃତ୍ୟୁର ଦାୟୀ ଆମେ ଅଟୁ। ଆମେ ଦାୟୀ ସେଥିପାଇଁ। ଏଇ କଥା, ଏହି ସୁସମାଚାର ଯେତେବେଳେ ପ୍ରକାଶ କରାଗଲା, ସୁସମାଚାର ପ୍ରଚାର କଲା ପରେ ଯେଉଁମାନେ ଶ୍ରବଣ କଲେ, ଲେଖା ଅଛି ସେମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇଗଲା। ହାଲେଲୁୟା। ଅର୍ଥାତ୍ ଯୀଶୁଙ୍କ ବାକ୍ୟ ତାଙ୍କର ମୃତ୍ୟୁ ନିମନ୍ତେ ଯଦି ଆମେ ଦାୟୀ ଅଟୁ ବୋଲି ଯାହା ବାକ୍ୟ ଶ୍ରବଣ କରିବା ଆଉ ଆମର ହୃଦୟ ବିଦୀର୍ଣ୍ଣ ହବ ନାହିଁ, ତେବେ ଆମେ ବାପ୍ତିସ୍ମ ନିମନ୍ତେ ଏଲିଜେବଲ ଲୋକ ହେଇପାରିବା। ତେଣୁ ଯେବେ ଆମେ ଈଶ୍ୱରଙ୍କ ବାକ୍ୟ ଶୁଣୁଛୁ, ପ୍ରିୟ ଭାଇ ଭଉଣୀ ମାନେ, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ତତ୍କ୍ଷଣାତ୍ ଡୁବନ ପାଇଁ, ବାପ୍ତିସ୍ମ ପାଇଁ ଆମେ ଯଦି ମନ ପରିବର୍ତ୍ତନ କରୁନାହୁଁ, ତେବେ ଆମେ ବିଶ୍ୱାସୀ ହେଇପାରି ନାହୁଁ, ଖ୍ରୀଷ୍ଟିଆନ ଲୋକ ହେଇପାରୁ।
किंतु विश्वासी हेई परिबा नाही। आपण देखिबे बाइबल रे जेते जण वाक्य सुनिले मन परिवर्तन कले सांगे सांगे से माने बाप्तिस्म ग्रहण करछन्ति परे नेबा पाई मनस्थ हेई परिबो नाही से विश्वासी हेई परिबो नाही। तेणु जेते बेले एई कथा सुनी से मानको हृदय विदीर्ण होला से माने शिष्य मानको पचारले जे भाई माने आमे तबे कोन करिबु आमे दाई आमे दोषी ख्रीष्टों को मृत्यु पाए आमे दोषी आमे तबे कौन करिबु शिष्य माने से मानको परामर्श देले जे तुमे मन परिवर्तन करो अर्थात ए बाप्तिस्मर अन्य रूपक अर्थ होची मन परिवर्तन करिबा। जदि आमे बाप्तिस्म नेई नाहु नेबारे विलंब करूछु एबे मध्य आमर परिवर्तनर आवश्यकता रहिछि। तेणु प्रिय ईश्वर लोक माने मन परिवर्तन नितांत आवश्यक। आजिकाली आमे मत परिवर्तन करूछु बाप्टिस्ट हेले आउ पेंटिकस्ट हो जाउछु बाप्टिस्ट हेले आमे जिहोबा आउ विटनेस पळै जाउछु बाप्टिस्ट हेले आमे शनिवारिया को पळै जाउछु बाप्टिस्ट हेले सहभागिता को पळै जाउछु। ए परिवर्तन प्रभु चाहू नाहंती मन परिवर्तन चाहूछु। हालेलुया। एठू सेठिकी सेठू एठिकी पळै आइले जे आउ मन परिवर्तन ताहा नाही एडा होची मत परिवर्तन आमे करूछु। तेणु प्रिय भाई भणी माने जे ख्रीष्ट आम पाई आपण मानको पाई पृथ्वीर समस्त भाषावादी गोष्ठी जाति वंशीय लोक मानको पाई आपणा प्राण जेते बेले देले आउ जेते बेले ताहाको आमे अग्राह्य करूछु तार अर्थ तांकर मृत्युर सहभागी आमे होछु आमे दायी सेति पाए। आजी मन परिवर्तन करबाकू पड़िबो। मन परिवर्तन कले प्रभु आमानकू कौन करिवे तार केतरा कथा आपण मानक सामना रे रखिबे। जदि आजी आमे मन परिवर्तन कलु आउ डिसाइड कलु नाही मु पिता पुत्र पवित्र आत्मा को नाम रे खियोबा ख्रीष्टों को नाम रे बाप्तिस्म नेबी आउ सब लोक मानक सामना रे मुझे क्रिश्चियन लोक मुझे यीशु को ग्रहण करूची ताहा मु स्वीकार करिबी एई चिन्हर पदक्षेप जो माने आमे नौ से मानक पाई गोटे बड़ बड़ आउ प्रभु आशीर्वादर पदक्षेप रखिछन्ति। कौन रखिछन्ति से पदक्षेप देखंतु मु पढुची 39 पद। कारण एही प्रतिज्ञा आपण मानक निमंते आपण मानकर संतान संतति मानक निमंते पुणी दूरवर्ती जेते लोकंकु प्रभु आंभ मानक ईश्वर आपना निकट को डाकिबे सेही समस्तंक निमंते पुणी अन्यान्य अनेक कथा द्वारा से साक्ष्य देवा को लागिले और से मानक उपदेश देई कहिले एही कुटिल वंश ठारू आपण माने रक्षा प्राप्त हेवंतु। ध्यान दियंतु जदि आमे मन परिवर्तन करिबा मन परिवर्तन कला परे बाप्तिस्म नेबा जो माने ख्रीष्टों को जानी नहांती विश्वास करी नहांती से माने कुटिल वंश अटंती। कुटिल वंश आउ जो माने आज पर्यंत आमे बाप्तिस्म नेबा पाई पदक्षेप नौ ना प्रिय ईश्वर लोक माने तार अन्य अर्थ रे आमे कुटिल वंश रे अछु। तेणु वाक्यर तत्व यह प्रकाश करे जदि आमे मन परिवर्तन करिबा पुणी बाप्तिस्म नेबा तेबे पवित्र आत्मा को दान प्राप्त हेबा आमे जगतर लोक ठारू निजको पृथकीकृत करि पारिबा नले मिसी मिली मिसी हितिबा किछि फरक नाही सेमानको जीवन जेंति आमर जीवन बधे गला थर मु कहिथिले गोटे उदाहरण गोटे गाँव गोटे प्रचारक को रखिले से पाखापाखि 5 ରୁ 7 वर्ष प्रचार करी नहंती से गाँव रे केवल सेवा कले के हॉस्पिटल को गले नेले के ब्लॉक काम को गले ब्लॉक काम करेले खाली बाहर रो काम रे सहाय्य कले अनुष्ठान देखिले जे ये प्रचार करूनी कारण लोक माने परिवर्तन हो नहंती आकु से गाँव रे आमे पोस्टिंग कलु ये प्रचार करूनी खाली बाहर ये काम गुडा को करूछि कही ताकू ट्रांसफर कर देले 5-7 वर्ष पर ट्रांसफर कला परे से गाँव रो लोक माने बहुत हैरान रो सम्मुखीन हेले आउ काम करिबा पाई सहाय्य करिबा पाई ताको पाखरे जानिबा सुनिबा बुद्धिमान लोक आउ रहिले
ସମସ୍ୟା ହେଲା ପରେ ଗାଁରେ ବୈଠକ ବସି ଡିସାଇଡ୍ କଲେ ନାଇଁ ସେ ଲୋକଙ୍କୁ ଆମେ ଡାକିବା, ନାଇଁ ତାକୁ ତ ଅନୁଷ୍ଠାନ ଟ୍ରାନ୍ସଫର କରିଦେଲା, ସେ ଡାଇରେକ୍ଟର ପାଖକୁ ଯିବା। ଡାଇରେକ୍ଟର ପାଖକୁ ଗଲେ, ଡାଇରେକ୍ଟର ପାଖକୁ ଯାଇ କହିଲେ ଆଜ୍ଞା ଯୋଉ ପ୍ରଚାରକକୁ ଆପଣ ଆମ ଗାଁକୁ ପଠେଇଥିଲେ ସେ ପ୍ରଚାରକକୁ ଆମକୁ ଦିଅନ୍ତୁ। ଡାଇରେକ୍ଟର କହିଲେ ନାଇଁ, ଯୋଉ କାମରେ ମୁଁ ତାକୁ ପଠେଇଥିଲି ସେ ବିଶ୍ୱସ୍ତ ହେଇନାହାନ୍ତି, ସେ ବାକ୍ୟ ପ୍ରଚାର କରିନାହାନ୍ତି, ତେଣୁ ଲୋକମାନେ ପ୍ରଭୁଙ୍କୁ ଜାଣିନାହାନ୍ତି, ମୁଁ ସେ ଗାଁକୁ ଆଉ ତାକୁ ଦେବି ନାହିଁ। ଲୋକ କହିଲେ ନାଇଁ ଆମକୁ ଦରକାର ତା ଲୋକକୁ। ତୁମେ ତ ବାକ୍ୟ ଶୁଣୁନ, ନାଇଁ ଆମକୁ ତାକୁ ଦରକାର, ଆମେ ପୁରା ଗୋଟା ଗାଁ ଲୋକ ଯାକ ଯୀଶୁଙ୍କୁ ଗ୍ରହଣ କରି ପରିବର୍ତ୍ତନ ହେବୁ ସିନା, ଆମକୁ ତାକୁ ହିଁ ଦରକାର। ହାଲେଲୁୟା। ବାକ୍ୟ ପ୍ରଚାର ସେ ମୌଖିକ ଭାବେ ଆକ୍ଷରିକ ଭାବେ ନ କଲେ ମଧ୍ୟ ଜଣକର ଜୀବନ ଶୈଳୀ ଏଭଳି ସ୍ୱତନ୍ତ୍ର ଥିଲା ଯେ ଗୋଟା ଗାଁ ଲୋକ ଯାକ ତାକୁ ଝୁରି ହେଲେ କହିଲେ ଆମେ ଯୀଶୁଙ୍କୁ ଗ୍ରହଣ କରିବୁ ସିନା, ଆମକୁ ସେଇ ପ୍ରଚାରକକୁ ଆକା। ଏମିତି ଜଣେ ଖ୍ରୀଷ୍ଟିଆନ ଲୋକଙ୍କର ଲାଇଫ ଜୀବନ ଥିବାର ଅଛି। ଆମେ ପ୍ରଚାର କରି ନ ପାରୁ, ହେଇପାରେ ଆମେ ପ୍ରଚାରର ଦାନ ପାଇନୁ, ଆମେ ଯୀଶୁଙ୍କୁ ପାଇଲା ପରେ ବାକ୍ୟର ଦାନ ପାଇଲୁ, ଯୀଶୁଙ୍କୁ ପାଇଲା ପରେ ଆମେ ଯୀଶୁଙ୍କ ପ୍ରତି ଯୋଉ ସାକ୍ଷ୍ୟମୟ ଜୀବନ ବିତେଇବା କଥା ଆମେ ଅନ୍ତତଃ ତାକୁ ତ ବିତେଇ ପାରିବା। ଯେ ଦେଖିବା ଲୋକ କହିବେ ଯେ ନାଇଁ ଇଏ ଖ୍ରୀଷ୍ଟିଆନ ହେଇଗଲା, ଆର କଥା ଲାଗବାଟା ବଦଳି ଯାଇଛି, ଇଏ ଖ୍ରୀଷ୍ଟିଆନ ହେଇଗଲା ଆର ଚାଲବାଟା ବଦଳି ଯାଇଛି, ଏ ଖ୍ରୀଷ୍ଟିଆନ ହେଇଗଲା ଆର ଜୀବନ ଶୈଳୀ ବଦଳି ଯାଇଛି। এইটা ଯଦି ହେବ ଅନ୍ୟମାନେ ଆମ ଜୀବନରେ ଯୀଶୁଙ୍କୁ ଦେଖି ପାରିବେ ଆଉ ପରିବର୍ତ୍ତନ ହେବେ, କିନ୍ତୁ ଆମେ ତାର ବିପରୀତରେ ଅଛୁ। ତେଣୁ କହିଲେ କୁଟିଳ ବଂଶ ଠାରୁ ଯୋଉମାନେ ମନ ପରିବର୍ତ୍ତନ କଲେ, ଯୋଉମାନେ ଜଳରେ ବାପ୍ତିସ୍ମ ନେଲେ, ପ୍ରିୟ ଈଶ୍ୱରଙ୍କ ଲୋକମାନେ ଯୋଉମାନେ ପବିତ୍ର ଆତ୍ମାଙ୍କ ଦାନ ପାଇଲେ, ଏ କୁଟିଳ ବଂଶ ଠାରୁ ନିଜକୁ ସ୍ୱତନ୍ତ୍ର ସେପାରେଟେଡ କରିବା ନିହାତି ଆବଶ୍ୟକ। ଯଦି କରିବା ନାହିଁ ସେମାନଙ୍କ ପରି ଆମେ ମଧ୍ୟ ହେଇଯିବା, ସ୍ୱତନ୍ତ୍ରତା କିଛି ରହିବ ନାହିଁ। ତେଣୁ ପ୍ରିୟ ପ୍ରଭୁଙ୍କ ଲୋକମାନେ ମୁଁ ଶେଷ କରିବି 2-4ଟା ପଦ ପଢିକି ଶୁଣନ୍ତୁ। 42 ପଦରେ ଲେଖା ଅଛି, ସେମାନେ ପ୍ରେରିତ ମାନଙ୍କ ଶିକ୍ଷାରେ, ସହଭାଗିତାରେ, ରୋଟି ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟ ଚିତ୍ତ ହୋଇ ରହିଲେ। ଆଉ ଲୋକ ସମସ୍ତେ ଭୀତ ହବାକୁ ଲାଗିଲେ। ପ୍ରେରିତ ମାନଙ୍କ ଦ୍ୱାରା ମଧ୍ୟ ଅନେକ ଅଦ୍ଭୁତ କର୍ମ ଲକ୍ଷଣ ସାଧିତ ହବାକୁ ଲାଗିଲା। ମାତ୍ର ଯେଉଁମାନେ ବିଶ୍ୱାସ କଲେ ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ, ମନ ପରିବର୍ତ୍ତନ, ବାପ୍ତିସ୍ମ, ପବିତ୍ର ଆତ୍ମାଙ୍କ ଦାନ, ପୁଣି ମଣ୍ଡଳୀର ବିଶ୍ୱାସୀ ସାଧୁମାନଙ୍କ ସହିତ ସହଭାଗିତା, ପ୍ରଭୁ ଭୋଜର ସହଭାଗିତା, ପୁଣି ଜଗତର ଧନ ସମ୍ପତ୍ତିକୁ ଜଣେ ବିଶ୍ୱାସୀ ଗୁରୁତ୍ୱ ଦେବ, କେବଳ ସେବାକୁ ଗୁରୁତ୍ୱ ଦେବ। ବୋଲେ ସୁମସିକି ହାଲେଲୁୟା, ହାଲେଲୁୟା। ଆମ ପାଇଁ ଆଉ ଧନର ମହତ୍ଵ କିଛି ନାହିଁ, ଆମ ପାଇଁ ସମ୍ପତ୍ତିର ମହତ୍ଵ କିଛି ନାହିଁ। ଆଦ୍ୟ ମଣ୍ଡଳୀରେ ଯେତେବେଳେ ଲୋକମାନେ ମନ ପରିବର୍ତ୍ତନ କଲେ, ସେମାନେ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଲୋଭ ନ କରି ପରମେଶ୍ୱରଙ୍କ ପାଇଁ ପ୍ରେରିତ ମାନଙ୍କ ମଧ୍ୟକୁ ଆଣି ଦେଇ, ପ୍ରେରିତ ମାନେ ପ୍ରଭୁଙ୍କ ସେବକ ମାନେ ଯାହାର ଯାହା ଆବଶ୍ୟକ ଥିଲା ସେମାନେ ବାଣ୍ଟିଲେ ମଧ୍ୟ କମ୍ପ୍ଲେନ କିଛି। ଆମର ତ ହଜାର ହଜାର କମ୍ପ୍ଲେନ ହେବେ, ଆମେ ବେଶୀ ନିନ୍ଦ ଖାଇରା ହବା ଯୋଗୁ, ନିନ୍ଦା ବେଶୀ କରିବା ଯୋଗୁ ବିଶ୍ୱାସୀର ଦଳରେ ଆସିପାରିବା ନାହିଁ। ସଂଯମ ରଖିବାର ଅଛି, ନିଜକୁ ସଂଯମ ରଖିବାର ଅଛି, ନିଜକୁ ଉତ୍ସର୍ଗ କରିବାର ଅଛି ପ୍ରଭୁଙ୍କ ପାଇଁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ତେଣୁ ପ୍ରିୟ ବାପା ମା ଭାଇ ଭଉଣୀ ମାନେ ଏଇ କଥା କହି ରଖିବାକୁ ଚାହେଁ ନୂତନ କରି ଡୁବଲ ହେଇଥିବା ଭଉଣୀ ମାନଙ୍କ ପାଇଁ, ଯେ ଆଜିଠାରୁ ଯେତେବେଳେ ମଣ୍ଡଳୀ ପ୍ରଭୁ ଭୋଜର ସହଭାଗିତା ଆୟୋଜନ କରିବ, ନିତାନ୍ତ ପ୍ରଭୁ ଭୋଜର ସହଭାଗିତାରେ ଯୋଗଦାନ କରିବାକୁ ପଡିବ। ମଣ୍ଡଳୀର ଉପାସନାରେ ନିଶ୍ଚିତ ଭାବରେ ଯୋଗଦାନ କରିବାକୁ ପଡିବ। ମତେ ସମୟ ନାହିଁ, ମୋର ବେପାର ଅଛି, ମୋର କାମ ଅଛି, ମୋର ଧାମ ଅଛି, ମୋର ଅମକ ମୋର ସମକ ବୋଲେ ସେଇଟା ବିଶ୍ୱାସୀର ଦଳରେ ଆମେ
नहीं। तेणु आपणकर काम सियाड़े थाउ, मोर काम सियाड़े थाउ। परमेश्वरंकर सेवार महत्व, प्राथमिकता, गुरुत्व छड़ा जेतेबेले आमे परमेश्वरंको पाई आगको आसुचु, सर्व सम्मुख रे प्रभु को जेतेबेले आमे त्राणकर्ता बोली स्वीकार करूछु, आमर स्थावर अस्थावर संपत्तिर मूल्य ठारू परमेश्वरंको सानिध्यर मूल्य को तुलना गणना करी हेबो। हालेलुया। कोटि कोटि संपत्ति रखिले मध्य परमेश्वरंको सानिध्यर संपत्ति सहित समान हेई पारिबो। तेणु तो आमे स्वर्गीय धन विश्वास रूप धन पाइछु। हालेलुया। बोलो यीशु मसीह के। तेणु प्रिय प्रभुଙ୍କ लोक माने आजी डुबित हेइथिबा, पुणी पूर्वरु डुबित हेइथिबा मंडलीर विश्वासी माननको पाई एई आश्वासनार बाणी प्रभु दियंती। जेतेबेले आमे विश्वास कलु, सबु बेले आमे एकत्र एक मन एक चित्त निहाती रहिबाकू पड़िबो। विशेष करी प्रार्थना रे समय अतिबाहित करबाकू पड़िबो। विश्वासर जीवन उदाहरण मूलक साक्ष्यमय जीवन अतिबाहित करबाकू पड़िबो। पुणी मंडली सहित प्रेरित अर्थात सेवक मानक सहित सहभागितार जीवन गिर्जा उपासना रे नियमित योगदान करी काटिबाकू पड़िबो। नले आपण एबे 30 वर्ष 20 वर्ष परिवर्तन हेले मध्य किछि लाभ नै। पानी के रादु किछि लाभ नै। नाई हमको आज्ञा पानी आज्ञा आसले प्रचार कले आमे मन परिवर्तन हेलु, एई डांडरा पिटरे लाभ नाई। जदि आमे काम रे विश्वासी देखैबा नाई, किए आसी परिवर्तन कले मध्य अभिशाप को अभिशाप पाइबाटा निश्चित। तेणु प्रिय प्रभुଙ୍କ लोक माने आज मंडलीर दायित्व आमे मध्य आमो गारे अन्य मानकु जिसुଙ୍କ कथा कहिबाकू पड़िबो। आम जीवन द्वारा, आमर साक्ष्य द्वारा, आमर वाक्य द्वारा, आमर जीवन शैली द्वारा आमे अन्य मानकु जिसुଙ୍କ निमंते वाक्य इनडायरेक्टली देबाकू पड़िबो। एठी देख रे हमको लोक देख रे जिसु को पाइला जे पूर्वर परि तार जीवन नाही बोली आमको कहबार अछि। सेमती कहउछंती आगुरु नाश खाउतला एबे मध्य नाश, आगुरु मद पिउतला एबे मध्य मद पिउछ, आगुरु खइनी खाउतला एबे मध्य खइनी खाउछि। किछ भिन्नता आइला कि किछ नै, आगुरु जेंती एबे सेंती। तेणु प्रिय मंडली को मु विशेष अनुरोध करुछि, प्रकृत ईश्वरଙ୍କ मंडली हेबा। जो प्रभुଙ୍କ दास माने एठी को वाक्य आनिकी पहुंचैछन्ती, सुसमाचार पहुंचैछन्ती, सेमानकर परिश्रम निष्फल न हो। आम द्वारा आउ अनेके जेपरि ग्रामर लोक माने जिसुଙ୍କର परिचय पाइबे, एमती जीवन गोटे मांडलिक जीवन आमको बितेबाकू पड़िबो। प्रभु एई अल्प वाक्य रे आम समस्तଙ୍କୁ आशीर्वाद करंतु। आमेन।